ମହିଳା ରିଜର୍ଭେସନ ବିଲ୍ 2023 ସେପ୍ଟେମ୍ବର 20 ତାରିଖ ଦିନ ଅର୍ଥାତ୍ 2024ରେ 2 ବର୍ଷ ତଳେ ଯେଉଁ ସାଧାରଣ ନିର୍ବାଚନ ହେଇଥିଲା ତା ପୂର୍ବରୁ ପାର୍ଲାମେଣ୍ଟରେ ପାସ୍ ହେଇଥିଲା ଉଭୟ ଲୋକସଭା ଏବଂ ରାଜ୍ୟସଭାରେ। କୁହାଯାଇଥିଲା 2029 ମସିହାରେ ମହିଳାମାନଙ୍କୁ 33% ବା 1/3 ରିଜର୍ଭେସନ ମିଳିବ। କିନ୍ତୁ ପୁଣି ଆଉଥରେ ସେ ବିଲ୍ ଆଣିବାର କାରଣଟା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି, ଯେହେତୁ ସେମାନେ ବିଲ୍ଟାକୁ ଏତେ ପର୍ଯ୍ୟନ୍ତ ଟେବୁଲ କରିନାହାନ୍ତି ବା ଉପସ୍ଥାପିତ କରିନାହାନ୍ତି। ତେଣୁ 16, 17, 18 ଯେଉଁ ପାର୍ଲାମେଣ୍ଟ ସେସନ ଚାଲିବ, ସେଇ ପାର୍ଲାମେଣ୍ଟ ସେସନରେ ସେ ବିଲ୍ଟା ଉପସ୍ଥାପିତ କଲା ପରେ ଜଣାପଡ଼ିବ ଯେ ଯେଉଁ ମୂଳ ବିଲ୍ 2023 ସେପ୍ଟେମ୍ବର 20 ତାରିଖ ଦିନ ପାସ୍ ହେଇଥିଲା ତାର କ'ଣ ଆମେଣ୍ଡମେଣ୍ଟ ଆଣିଛନ୍ତି, କ'ଣ ପରିବର୍ତ୍ତନ ଆଣିଛନ୍ତି। ଶୁଣାଯାଉଛି ପାର୍ଲାମେଣ୍ଟରେ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାରେ ଆପଣଙ୍କର ସିଟ୍ ବଢ଼ିବ, ଡିଲିମିଟେସନ ହବ, ତାକୁ ମ୍ୟାଚ୍ କରିକି ଆଣିବେ ବା ଆଉ କ'ଣ ପ୍ରାବଧାନ ରଖିବେ ତାହା ସ୍ପଷ୍ଟ ହବ। କିନ୍ତୁ ବିଲ୍ ନ ଆସିବା ପୂର୍ବରୁ, ବିଲ୍ ଉପସ୍ଥାପିତ ନ ହେବା ପୂର୍ବରୁ ଏବଂ ବିଲ୍ରେ କ'ଣ ଅଛି କେହି ନ ଜାଣିବା ପୂର୍ବରୁ ବର୍ତ୍ତମାନ ଭାରତ ସାରା ଗୋଟେ ଭାରତୀୟ ଜନତା ପାର୍ଟି ଗୋଟେ ପ୍ରଚାର ଆରମ୍ଭ କରିସାରିଲେଣି। ସତେ ଯେମିତି ମହିଳା ସଂରକ୍ଷଣ କେହି ଆଗରୁ କରିନଥିଲେ। ମୁଁ ଆପଣ ମନେ ପକାଇବାକୁ ଚାହେଁ, ବିଜୁ ପଟ୍ଟନାୟକ 1992 ମସିହାରେ ଯେତେବେଳେ ପଞ୍ଚାୟତ ରାଜ ଇଲେକ୍ସନ ହେଲା, ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ 33% ରିଜର୍ଭେସନ ଦେଇଥିଲେ। ଏବଂ ମାନ୍ୟବର ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ 50% ମହିଳା ସଂରକ୍ଷଣ କରିଥିଲେ। ଏବଂ ଆପଣ ଦେଖିବେ ଯେତେବେଳେ 50% ସଂରକ୍ଷଣ ଦିଆଯାଉଛି ତାହା 55% ଟପୁଛି। ଅର୍ଥାତ୍ ମହିଳାମାନଙ୍କୁ ସଂରକ୍ଷଣ କରିବାରେ ବିଜୁ ପଟ୍ଟନାୟକ ସର୍ବାଗ୍ରେ ଥିଲେ। ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକ ମଧ୍ୟ ଆଗରେ ଥିଲେ। ଏବଂ 2019 ମସିହାରେ ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମନ୍ତ୍ରୀମାନଙ୍କୁ ପଠାଇଥିଲେ ବିଭିନ୍ନ ରାଜ୍ୟକୁ, କେମିତି ମହିଳାମାନଙ୍କ ପାଇଁ ଲୋକସଭାରେ, ବିଧାନସଭାରେ ସିଟ୍ ରିଜର୍ଭ ହବ, ସେଇଥିପାଇଁ ଆପ୍ରୋଚ କରିଥିଲେ। ଏବଂ ଯାହା ହଉ ପରବର୍ତ୍ତୀ ସମୟରେ ଏମାନେ ବିଲ୍ ଆଣିଲେ, ତାକୁ ପାସ୍ କରିଥିଲେ। କିନ୍ତୁ ମୋର କହିବା କଥା ହେଉଛି, ଏତେ ପ୍ରଚାର ପ୍ରସାର ଯେଉଁ କରୁଛନ୍ତି, ସତେ ଯେମିତି ଆଗରୁ କେହି କରିନଥିଲେ, କି ଏକମାତ୍ର କରୁଛନ୍ତି ଏବଂ ଏଇଟା ଏକମାତ୍ର ତାଙ୍କର ହିଁ କ୍ରେଡିଟ୍, ଏସବୁ କଥାଟା ଠିକ୍ ନୁହେଁ। ଯଦି ଭାରତବର୍ଷର ସମସ୍ତଙ୍କୁ ସାଥିରେ ନେବାକୁ ଚାହୁଁଛନ୍ତି, ଯଦି ଭାରତବର୍ଷର ସମସ୍ତ ମହିଳାଙ୍କର ଉତ୍ଥାନ ଚାହୁଁଛନ୍ତି, ତେବେ ସମସ୍ତଙ୍କୁ ସାଥିରେ ନେଇ, ସମସ୍ତଙ୍କୁ ସାଥିରେ ଏକାଠି କରି ଏ କାର୍ଯ୍ୟକ୍ରମ କରନ୍ତୁ। କେବଳ ନିଜ ଦଳ ଭାରତୀୟ ଜନତା ପାର୍ଟି ସତେ ଯେମିତି ସବୁ କିଛି କରୁଛି ଆଉ କେହି କିଛି କରନ୍ତି ନାହିଁ, ସେଭଳି ଗୋଟେ ଧାରଣା ତିଆରି କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି, ତାର ପରିଣାମ ସେମାନେ ଜରୁର ଭୋଗିବେ। କିନ୍ତୁ ମୁଁ ଆପଣଙ୍କୁ କହି ରଖେ, ମହିଳାମାନଙ୍କୁ ରିଜର୍ଭେସନ ଗୋଟେ ଭଲ ପଦକ୍ଷେପ। ମତେ ଯଦି ପଚାରେ ବ୍ୟକ୍ତିଗତ ଭାବରେ, ତାହେଲେ ମୁଁ କହିବି 50% ସଂରକ୍ଷଣ ଦେଇଦେଲେ ଆହୁରି ଭଲ। ଆପଣ ଯେଉଁ ପଚାରୁଛନ୍ତି, ମାନେ ବିଲ୍ ଉପସ୍ଥାପିତ ହେଇନି, ବିଲ୍ ପାସ୍ ହେଇନି, କିନ୍ତୁ ସାରା ଭାରତ ବର୍ଷରେ ବର୍ତ୍ତମାନ ରାଲି କରିବା, ପ୍ରଚାର କରିବା ଗୋଟେ ଚଲେଇଛନ୍ତି। ଲୋକ ଅନଉଛନ୍ତି, ଯେତେବେଳେ ଭାରତୀୟ ଜନତା ପାର୍ଟିର ମହିଳା କିଛି ଯାଇକି ରାସ୍ତାରେ ଚାଲୁଛନ୍ତି, ଲୋକ ଅନଉଛନ୍ତି, କହିଲେ କ'ଣ ହଉଛି, ମାନେ କ'ଣ ହଉଛି, ଲୋକ ଆଶ୍ଚର୍ଯ୍ୟ ହଉଛନ୍ତି। ବିଲ୍ଟା ଯୋଉଦିନ ଉପସ୍ଥାପିତ ହବ, ଖବରକାଗଜରେ, ଆପଣଙ୍କର ଇଲେକ୍ଟ୍ରୋନିକ ମିଡିଆରେ ସବୁଥିରେ ବାହାରିବ, ଲୋକ ଜାଣିଯିବେ ବିଲ୍ରେ କ'ଣ ଅଛି। ଆଜ୍ଞା, ସେମାନେ ତାଙ୍କର କିଛି କାମ ନାହିଁ। ଦେଶ କୁଆଡ଼େ ଯାଉଛି, କ'ଣ କରୁଛି, କିଛି ଚିନ୍ତା ନାହିଁ। ଯେକୌଣସି କାମ ହେଲେ ସତେ ଯେମିତି ସେମାନେ କଲେ ଆଉ କେହି କିଛି କରନ୍ତି ନାହିଁ, ଏଭଳି ଗୋଟେ ଧାରଣା ସୃଷ୍ଟି କରିବାରେ ସେମାନେ ହେଉଛନ୍ତି ମାହିର, ବହୁତ ଆଗରେ ଅଛନ୍ତି। ଏଟା ଠିକ କଥା ନୁହେଁ। ଲୋକଙ୍କୁ ସଚେତନ କରା, ଲୋକଙ୍କ ଭିତରେ ଆପଣଙ୍କ ଗୋଟେ ଆୱାରନେସ୍ କ୍ରିଏଟ୍ କରନ୍ତୁ। ମହିଳାମାନଙ୍କର ପାର୍ଟିସିପେସନ ଯେତେ ଅଧିକା ପଡ଼ିବ, ଗୋଟେ ଦେଶ ଆଗକୁ ଚାଲିବ। କିନ୍ତୁ ନିଜ ଦଳର କିଛି ମହିଳାଙ୍କ ଭିତରେ ବା ନିଜ ଦଳ ଭିତରେ ସୀମିତ ରଖିଲେ ସେ ଭାବୁଛନ୍ତି ଦେଶର ବିକାଶ। ମୁଁ ସେଟା ଭାବୁନାହିଁ। ଯଦି ଭାରତୀୟ ଜନତା ପାର୍ଟିର ନିଜ ଦଳର ବିକାଶରେ ଦେଶର ବିକାଶ ହଉଥାନ୍ତା, ତାହେଲେ ଆଜି ଆମ ଦେଶ ଏତେ ଅସୁବିଧା ନଥାନ୍ତା।